ଅନେକ ଗୁଡ଼ାଏ ଇସ୍ୟୁ ଭିତରେ ହେଇଯାଉଛି। ଏ ଭିତରେ ଅନଆନ୍ସର୍ଡ କ୍ୱେଶ୍ଚିନ୍ ଗୁଡ଼ାକ କି ନାରୀ ନ୍ୟାୟ ହେଇପାରେ, ପିଇବା ପାଣିର ସମସ୍ୟା ହେଇପାରେ, ଯେମିତି ପାଲଟପୁରରେ ଯେଉଁ ଭଳିଆ ଅବସ୍ଥା ହେଇଛି, ଏପର୍ଯ୍ୟନ୍ତ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନାହିଁ। ଆମେ ବାରମ୍ବାର ଦାବି କରିବା ସତ୍ତ୍ୱେ 10 ବର୍ଷ ହେଇଗଲା ଲୋକେ ଦାବି କରି ଆସୁଛନ୍ତି। ମୌଳିକ ଫଣ୍ଡାମେଣ୍ଟାଲ ଜିନିଷ ଗୁଡ଼ାକ ସେମାନେ କରୁନାହାନ୍ତି। ତାପରେ ଚାଷୀଙ୍କର ତ ବହୁତ ବଡ଼ ଅନ୍ୟାୟ ଯେ ଡିଷ୍ଟ୍ରିକ୍ଟ ସେଲ୍ରୁ 50%ରୁ ଅଧିକା ଧାନ କିଣିବା ଏବଂ ବିକିବାକୁ ଏଲାଉ କେମିତି କଲେ? ଗୋଟେ ଗୋଟେ ଚାଷୀ 1400 ଟଙ୍କା ପର୍ କ୍ୱିଣ୍ଟାଲ ଲୁଜର, ଏବଂ ଯେଉଁମାନେ କିଣିଲେ ସେମାନେ ମିଲର ଇଲିଗାଲି କେମିତି କିଣିବ? ଡିଷ୍ଟ୍ରିକ୍ଟ ସେଲ୍ରେ ଅଫିସିଆଲି କିଣିବ କାହିଁକି? କିଏ ପରମିଶନ ଦେଲା? ସରକାର ପରମିଶନ ଦେଲେ। ଏଥିରେ କୃଷି ମନ୍ତ୍ରୀଙ୍କର କେତେ ଲାଭ ହେଇଛି କୁହନ୍ତୁ? କୃଷି ମନ୍ତ୍ରୀ ସପ୍ଲାଏ ବିଭାଗ ବାଲେ କେତେ ହଜାର କୋଟି ଟଙ୍କା ଲୁଟ୍ କରିଛନ୍ତି ଚାଷୀମାନଙ୍କ ଠାରୁ, ତାର ଜବାବ ମଗାଯିବ ବିଧାନସଭା। ବୋନସ୍ ଦେବା ପାଇଁ ଆଙ୍କର ପାଖରେ ପଇସା ନାହିଁ ଏବଂ ବୋନସ୍ ଦେବାରୁ ଓହରି ଯିବା ପାଇଁ ଚାହୁଁଛନ୍ତି। ହାତରୁ ବାପ ଘରୁ ଦେଲା ଭଳିଆ ଲାଗୁଛି ତାଙ୍କୁ। এইটা ଲୋକଙ୍କୁ ଯାହା ଜବାବ ଦେଇଥିଲ, କଥା ଦେଇଥିଲ, କଥା କର। ସାଇନବୋର୍ଡ ଗୁଡ଼ାକ ମାରିଛ, ସବୁ ଫ୍ଲାଗ ଗୁଡ଼ାକ ଲଗେଇଛ ଚାରିଆଡ଼େ, କଥା ଦେଇଥିଲୁ, କଥା କଲୁ, ତ ଏଇ କଥାକୁ କର ଭାଇ। ତମେ ଦେଇ ନ ପାରିକି ତମେ ଧାନକୁ ଡିଷ୍ଟ୍ରିକ୍ଟ ସେଲ୍ରେ କାହିଁ କିଣୁଛ? ଆଜି ପର୍ଯ୍ୟନ୍ତ କେବେ ଏମିତି 50% 40% ଧାନ କିଣା ଯାଉନଥିଲା। ଧାନ 70-80% कांग्रेस विधानसभा ବିଧାନସଭାରେ ଘେରାଉ ଦିଆହବ। ଦିନ ଧାର୍ଯ୍ୟ ହେଇନାହିଁ, ବିଧାନସଭାରେ ଘେରାଉ